ଯେ ପ୍ରକୃତରେ ବିଶ୍ୱାସଘାତକ କିଏ ଆଉ ପ୍ରତାରକ କିଏ ଏ ଦି ଜଣଙ୍କ ଭିତରେ ନବୀନ ପଟ୍ଟନାୟକ ଭର୍ସେସ ବିଜୟ ମହାପାତ୍ର। ଆପଣ ଦେଖନ୍ତୁ ନବୀନ ପଟ୍ଟନାୟକ ଥିଲେ ଯେ ପ୍ରଥମେ ଯେତେବେଳେ ଆସିଲେ ନ୍ୟାଚୁରାଲି ନୂଆ ହେଇକି ଆସିଲେ, ତାଙ୍କର ପଲିଟିକାଲ ବ୍ୟାକଗ୍ରାଉଣ୍ଡ ନାହିଁ। ବିଜୁ ପଟ୍ଟନାୟକଙ୍କ ପୁଅ, ତାଙ୍କର ଇମେଜ ଭଲ, ସିମ୍ପଲ ଭଦ୍ର ଲୋକ, ଭଲ ବ୍ୟବହାର, ଏଇର ଇମେଜ ନେଇକି ସେ ଆସିଲେ ଓଡ଼ିଶାକୁ। ବିଜୟ ମହାପାତ୍ର ମୁଁ କହିଛି, ବିଜୁ ମହାପାତ୍ର ବହୁତ ରାଜନୀତି କଲେ। ବିଜୁ ପଟ୍ଟନାୟକ ଗଭର୍ଣ୍ଣମେଣ୍ଟରେ ପାୱାରଫୁଲ ମିନିଷ୍ଟର ଥିଲେ। ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ କମିଟି ଗମକ ବଗରେ କୌଣସି ଭାବରେ ଗୋଷ୍ଠୀପତ ଯୋଗୁଁ ହଉ ତାଙ୍କ ଗୋଟେ ବିବାଦୀୟ ଚେହେରା ମଧ୍ୟ ହେଇଥିଲା। ନ୍ୟାଚୁରାଲି ଯିଏ କାମ କରିବ ତାର ବିବାଦୀୟ ଚେହେରା ଗୋଟେ ହବ। ପ୍ରତାରକ କିଏ ଆପଣ ମୋ ପଏଣ୍ଟକୁ ଆସନ୍ତୁ। ପ୍ରଥମଟାରେ ମୁଁ ଆସୁଛି ତେଣୁ ପ୍ରଥମେ ଯେତେବେଳେ ଏଇଟା ସେ ତାଙ୍କ ବିରୁଦ୍ଧରେ କହିଲେ, ମୁଁ ସେତେବେଳେ ଏଇ ଘଟଣାଟାର ତୀବ୍ର ନିନ୍ଦା କରିଥିଲି। ଯୋଉଭଳି ଭାବରେ ମତେ ଗୋଟେ ସ୍ପେସିଫିକ ଆନ୍ସର ଆପଣ ରଖନ୍ତୁ। ଏ ଦି ଜଣ ଆପଣଙ୍କ ସାମ୍ନାରେ ଅଛନ୍ତି, ଆପଣଙ୍କର ଡିବେଟର ଗୋଟିଏ ପଟ ନୁହେଁ। ବିଜୟ ମହାପାତ୍ର ପ୍ରତାରଣାର ଶିକାର ହେଇଛନ୍ତି, ଅର୍ଥାତ୍ ପ୍ରତାରକ ହଉଛନ୍ତି ନବୀନ ପଟ୍ଟନାୟକ, ବା ନବୀନ ବାବୁ ହଉଛନ୍ତି ପ୍ରତାରଣାର ଶିକାର ହେଇଛନ୍ତି, ପ୍ରତାରକ ହଉଛନ୍ତି ବିଜୟ ମହାପାତ୍ର। ଏ ଦୁଇଟି ପ୍ରପୋଜିସନ ଭିତରୁ କୋଉ ଗୋଟିକ ଠିକ ଆପଣଙ୍କ ପାଇଁ? ପ୍ରତାରକ କିଏ, କିଏ କାହାକୁ ପ୍ରତାରଣା? ମୋର ଦୃଢ ବିଶ୍ୱାସ ଯେ 2000 ମସିହାରେ ନବୀନ ପଟ୍ଟନାୟକ ଯାହା କଲେ ତାଠୁ ବଳି ବିଶ୍ୱାସଘାତକତା କାର୍ଯ୍ୟ ଓଡ଼ିଶା ଭାରତବର୍ଷ ରାଜନୀତିରେ କୌଣସି ଘଟଣା କେବେ ଘଟି ନାହିଁ। ଗୋଟେ ଦଳର, ନୂଆ ରାଜନୀତି ଦଳର ଯିଏ ଦ୍ୱିତୀୟ ନମ୍ବର ସ୍ଥାନରେ ଅଛନ୍ତି, ରାଜେନ୍ଦ୍ର ବ୍ୟାପାର କମିଟିର ଅଧ୍ୟକ୍ଷ, ଯିଏ ଟିକଟ ବାଣ୍ଟିଲେ, ନମିନେସନ ଦାଖଲ କଲେ, 15 ମିନିଟ୍ ପୂର୍ବରୁ ତାଙ୍କ ନମିନେସନ କ୍ୟାନସେଲ କରିଦେଲେ। ଏବଂ କଣ କୁହାଗଲା ଯେ କଂଗ୍ରେସ ସହିତ ସେ ହାତ ମିଳେଇଥିଲେ, ହାତ ମିଳେଇକି ଯୋଗୁଁ ଆମେ ତାଙ୍କୁ ବାହାର କରିଦଉଛୁ, ଏଇ ଅଭିଯୋଗଟା ସେ କୋଉ ବେସିସରେ କଲେ ସେତେବେଳେ। ଏବଂ ଯୋଉ ଲୋକ ଆଜିର ଦିନରେ ପ୍ରତାରକ କିଏ? ମୁଁ ସେଦିନର ଆଜି ବିଜୟ ମହାପାତ୍ର ଯଦି ବିଜେଡି କୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି, ଆମେ କହିବାନି ତାଙ୍କ ପୁଅ ଟିକେଟ ପାଇଥିଲେ 1.5 ବର୍ଷ ତଳେ, ଆଜି ବାପା ଭାଙ୍ଗୁଛନ୍ତି ବିଜେଡି କି, ଯୋଉ ନବୀନ ବାବୁ ଟିକେଟ ଦେଇ ତାଙ୍କ ପୁଅକୁ ଏବେ ପ୍ରତାରକ କିଏ ଆଉ କିଏ ପ୍ରତାରଣା? ବିଜେଡି ବିଜୟ ମହାପାତ୍ର ବିଜେଡି ସଦସ୍ୟତା ମୁଁ କାହିଁକି କହିଲି, ନବୀନ ପଟ୍ଟନାୟକଙ୍କୁ ମୋ ବିଚାର ସେତେବେଳେ ବହୁତ ଆଜିର ଦିନ କଥା କୁହନ୍ତୁ କଲେ ମଧ୍ୟ ବି ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରେ, କାରଣ ତାଙ୍କର ଭଲ ଭାବମୂର୍ତ୍ତି ଯୋଗୁଁ। ଆଜିର ଦିନରେ କଣ ହେଇଛି ବାବୁ? ଆଜି ବାସ୍ତବତା ଭିନ୍ନ। ଆଜିର ଦିନରେ ପ୍ରତାରକ କିଏ? କିନ୍ତୁ ସେଇଭଳି ଭାବରେ କିନ୍ତୁ ସେତେବେଳେ ମଧ୍ୟ ବି ଦଳର ଯୋଉମାନେ ପ୍ରମୁଖ ସଦସ୍ୟ ବିଜୁ ଜନତା ଦଳ ଗଠନ କରିଥିଲେ, ବରିଷ୍ଠ ସଦସ୍ୟମାନେ, ସେ ଚୁପ୍ ରହିଲେ। କାରଣ କ୍ଷମତା ଲୋଭରେ ସେମାନେ କେହି ମୁହଁ ଖୋଲିଲେନି। ସତ କଥାଟା ଜାଣୁଥିବ ମଧ୍ୟ କେହି କହିଲେନି ଏଇଟା ଗୋଟେ ଅନ୍ୟାୟ, ଏଇଟା ଭୁଲ କରାଯିବା କଥା ନୁହଁ, ଏଭଳି ବିଶ୍ୱାସ ଏଇଟା କେହି କହିଲେନି। କିନ୍ତୁ ଲୋକମାନେ ଭାବିଲେ ଇଏ ତ ଜଣେ ବିବାଦ ବ୍ୟକ୍ତି, ଇଏ ନୂଆ ବ୍ୟକ୍ତି, ସେତେବେଳେ ଲୋକ ଧରି ନେଇଛନ୍ତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ଦ୍ୱିତୀୟ କଥା ହଉଛି ଏଇ ଘଟଣା, ଆଜି ଯୋଉ ଘଟଣା ହଉଛି, এইটা মুখ্যতঃ হচ্ছে সেই যে বিজু মহাপাত্রଙ୍କୁ ଭୟଟା ବର୍ତ୍ତମାନ ତାଙ୍କୁ ରହିଛି। ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଯୋଉ ଟିକେଟ ଦେଲେ କିଏ ନବୀନ ପଟ୍ଟନାୟକ, ସେ ବିଜୁ ମହାପାତ୍ରଙ୍କ ପୁଅ ବୋଲି ଦେଇଛନ୍ତି। ବିଜୁ ମହାପାତ୍ର ପୁଅ ଭାବିକି ତ ହିଁ ଦେଲେ, ତାଙ୍କର କେନ୍ଦ୍ରାପଡ଼ା ସୁବିଧା ହବ ତ ପ୍ରତାରକ କହିଲେ ତାଙ୍କୁ ଇଏ କଲେ। ପ୍ରତାରକ ବର୍ତ୍ତମାନ କିଏ? ଏବଂ ଯଦି ଜଣଙ୍କ ପୁଅକୁ ଟିକେଟ ଦିଆ ହେଇଛି ତାହେଲେ ନବୀନ ବାବୁ ଶୁଣନ୍ତୁ ଆଜ୍ଞା, ବିଜୁ ମହାପାତ୍ରଙ୍କୁ ଯେତେବେଳେ ଦିଆଗଲା, ବିଜୟ ମହାପାତ୍ର କିନ୍ତୁ ବିଜେଡିର ସଦସ୍ୟ ନୁହନ୍ତି। ଆପଣ ଯଦି ଭାବୁଛନ୍ତି ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ଦେଲା ବୋଲି ବିଜୟ ମହାପାତ୍ର ସନ୍ନ୍ୟାସ ନେଇଗଲେ, ଏଇଟା ତ ଭୁଲ। ମାନେ କିଛି ବିଜୟ ମହାପାତ୍ରଙ୍କୁ ସେ କହିଥିଲେ କି ଯେ ଆପଣ କୋଉ ଟିକେଟ ଦଉଛି, ୟୁ ମଷ୍ଟ କିପ୍ କ୍ୱାଇଟ୍? ଏଇଟା ତ ସେ କହିନାହାନ୍ତି। ମୋରାଲ ଓବ୍ଲିଗେସନ ନୁହେଁ। ଯୋଉ ନେତା 1.5 ବର୍ଷ ତଳେ ତୁମ ପୁଅକୁ ଏମଏଲଏ କରିଛନ୍ତି, 24 ବର୍ଷ ହେଲା ତୁମେ ବାରମ୍ବାର ଇଲେକ୍ସନ ହାରୁଛ, ସେଇ ନେତା କଣ ଗୋଟେ ବଡ କାମ କରିନାହାନ୍ତି ଯେ 24 ବର୍ଷ ଧରି ଯୋଉ ଶତ୍ରୁତା ଲାଗିଥିଲା ସେଇ ବ୍ୟାକଡ୍ରପ ଉପରେ ପୁଅକୁ ଟିକେଟ ଦଉଛନ୍ତି? ଅର୍ଥ ସେ ଆଶା କରୁଛନ୍ତି ବିଜୟ ମହାପାତ୍ର ବଦଳି ଗଲେଣି, ଗୋଟେ ନୂଆ ଆନୁଗତ୍ୟ ତାଙ୍କର ଆସିବ, ଆମେ କୋଲାବୋରେଟ ହେଇ କାମ କରିବୁ। ନା ଏଇ କଥାଟା ସେ ତାଙ୍କୁ କହିଛନ୍ତି କି? ଏଇଟା କଣ କହିବା ଦରକାର? ଆଉ ଯଦି ବିଜୟ ମହାପାତ୍ରଙ୍କର ଗୋଟେ ଇଣ୍ଡିପେଣ୍ଡେଣ୍ଟ ପଲିଟିକାଲ ଆଇଡେଣ୍ଟିଟି ଅଲ୍ ଥ୍ରୁ 25 ବର୍ଷ କାଳ, ଯଦି ଇଣ୍ଡିପେଣ୍ଡେଣ୍ଟ ପଲିଟିକାଲ ଆଇଡେଣ୍ଟିଟି ଅଛି, ତାହେଲେ ନିଜ ପୁଅକୁ କାହିଁକି ସେ ପ୍ରେରଣା ଦଉଥିଲେ ଏବଂ ବିଜେଡିରେ ମିଶିବା ପାଇଁ କି ସେ କାହିଁକି ଚାହୁଁଥିଲେ? ଯୋଉ ପରିବାର ସହିତ ନବୀନ ବାବୁଙ୍କର, ବିଜୟ ବାବୁଙ୍କର ଗୋଟେ ବଡ ଶତ୍ରୁତା, ମୁଁ ଭାବୁଛି ଏଇଟା ବିଜୟ ମହାପାତ୍ରଙ୍କର ନିଜସ୍ୱ ନିଷ୍ପତ୍ତି ବା କୋଉ ଭାବେ ପ୍ରଭାବିତ ହେଲେ ମୁଁ ଜାଣିନି, ମୋର ସେ ବିଷୟରେ କିଛି ଜ୍ଞାନ ନାହିଁ। କିନ୍ତୁ ଗୋଟିଏ କଥା ହଉଛି, ଏତିକି କଥା ମୁଁ ଜାଣିଛି ଯେ ଅରବିନ୍ଦ ମହାପାତ୍ରଙ୍କୁ ଯେତେବେଳେ ଟିକେଟ ଦେଲେ, ସେ ବିଜୟ ମହାପାତ୍ର ପୁଅ ଭାବେ ଗତ ନିର୍ବାଚନ ଯାହା ସ୍ଥିତି ଥିଲା, ସେ ଭାବିଲେ ବିଜୟ ମହାପାତ୍ରଙ୍କୁ ଟିକେଟ ଦେବା ଫଳରେ
କେନ୍ଦ୍ରାପଡ଼ା ବା ସେ ଅଞ୍ଚଳରେ ଆମର ସ୍ଥିତି ବେଟର ବୋଲି ଦେଇଥିବେ ସେ। କିନ୍ତୁ କଥା ସେଠି ନାହିଁ। କଥା ହଉଛି ବିଜୟ ମହାପାତ୍ରଙ୍କୁ ସେ ବିଷୟରେ ସିଧା ସଭାରେ ଆଲୋଚନା, ଅନ୍ୟମାନେ ବିଜୟ ମହାପାତ୍ର ଆଲୋଚନା କରୁଥିଲେ, ମୁଁ ଯେତିକି ଜାଣିଛି ଅନୁମାନ। ନା ବିଜୟ ଭୁଲ କଲେ କି ନାହିଁ? ନିଜ ପୁଅକୁ ବିଜେଡି କୁ ଛାଡିବାଟା ଠିକ ନିଷ୍ପତ୍ତି କି? ମୁଁ ଏବେ ମଧ୍ୟ କହିବି ଯେ ଏଭଳି ଗୋଟେ ନିଷ୍ପତ୍ତି କାହିଁକି କଲେ ତାଙ୍କୁ ହିଁ ଜଣାଥିବ। କିନ୍ତୁ ଗୋଟିଏ କଥା ମୁଁ ନିଶ୍ଚିତ କହିବି, ତାଙ୍କ ପୁଅ ଯେତେବେଳେ ଆସିଲା ରାଜନୀତି କରିବା ପାଇଁକା ଏବଂ ସେ ଆଇଲା ବିଜୁ ଜନତା ଦଳରେ ସେ ରାଜନୀତି କରିବ, କାରଣ ବିଜୁ ଜନତା ଦଳ ଯୋଉମାନେ ପ୍ରମୁଖ ଭାବରେ ଥିଲେ। ଠିକ ଅଛି, ଏହା ଏକ ଭୁଲ ନିଷ୍ପତ୍ତି ଆପଣ କହୁଛନ୍ତି। କାହାର ନିଷ୍ପତ୍ତି? ବିଜୟ ମହାପାତ୍ର ନିଜ ପୁଅକୁ ବିଜୁ ଜନତା ଦଳ ପାଇଁ ଛାଡିବା ପାଇଁ ରାଜି ହବା ଉଚିତ ନୁହେଁ ଏବଂ ଏବେ ଜଣା ପଡୁଛି ବାପୁ ପୁଅ ସମସ୍ତେ ସିଏ ଯଦି ବିଜୟ ମହାପାତ୍ର ତା ପୁଅ ତାଙ୍କର ବନ୍ଧୁ ମାନଙ୍କ ସହିତ ଇଏ ସହିତ କଥାବାର୍ତ୍ତା କରି କନଭିନ୍ସ ହେଲା ଯେ ନାଇଁ ମୁଁ ସେ ଛିଡା ହବ ସେଠୁ କଣ, ମୁଁ ତ ଭାବୁଛି ସେଟା କିଛି ଭୁଲ ନାହିଁ। ବିଜୟ ମହାପାତ୍ରଙ୍କୁ ମୋର କଥା ହଉଛି ଏଇ କଥା ଯେ ନବୀନ ପଟ୍ଟନାୟକ କୌଣସି ଭାବରେ ବିଜୟ ମହାପାତ୍ରଙ୍କୁ ଖାଲି ଟେଲିଫୋନ ବି କହିଥାନ୍ତେ, ଥିଙ୍କ୍ ଶୁଡ୍ ହାଭ୍ ବିନ୍ ଡିଫରେଣ୍ଟ। ଟେଲିଫୋନରେ କଣ ଜଣେ ଜଣଙ୍କୁ କହିବା ଉଚିତ ଭିନ୍ନ କଥା, ଆମେ ଆସିବା ସେ ବିଷୟ। ରାଜାରାମ ବାବୁ, ପ୍ରତାରଣା କିଏ କାହାକୁ? ପ୍ରତାରକ ଏଇଠି କିଏ? ନବୀନ ପଟ୍ଟନାୟକ ପ୍ରତାରକ, ସେତେବେଳେ ଥିଲେ ପ୍ରତାରକ, ଏବେ ମଧ୍ୟ ତାଙ୍କ ପୁଅ କେସରେ ଯୋଉ ତାଙ୍କୁ ବାହାର କରିଦେଇଛନ୍ତି ଦଳ, ଏବେ ମଧ୍ୟ ପ୍ରତାରକ। ଆପଣ ଦୁଇଟି କଣ ଯଦି ମନେ କରନ୍ତୁ ଆପଣ ଗୋଟେ ପାର୍ଟିର ମୁଖ୍ୟ ହେଇଥାନ୍ତେ ରାଜାରାମ ବାବୁ, ଆପଣ କଣ ଚାହିଁଥାନ୍ତେ ଯେ ଆପଣଙ୍କ ବିରୁଦ୍ଧରେ ଯେ ବିଦ୍ରୋହ କରୁଛନ୍ତି ତାଙ୍କୁ କ୍ଷମା ଦେଇ ରସଗୋଲା ଖାଇ ଚୁପି ରହିଯାଇଥାନ୍ତେ? ଏଇ ପ୍ରଶ୍ନ ଆପଣ ପଚାରିଲା ପୂର୍ବରୁ ଆପଣ ଧରି ନେଇଛନ୍ତି ସେ ବିଦ୍ରୋହ କରୁଛନ୍ତି। କୋଉଠି ବିଦ୍ରୋହ କରୁଛନ୍ତି? ଆପଣ କଣ ଧରି ନେଇଛନ୍ତି ଯେ ସେ ବିଦ୍ରୋହ କରିନାହାନ୍ତି? ହଁ ନିଶ୍ଚିତ। କେମିତି ନେଲେ? କେମିତି? ଆଖିରେ ଦିଶୁଛି। ଆପଣଙ୍କ ଆଖିକୁ ଯାହା ଦେଖାଯାଏ ତାହା କଣ ଏକମାତ୍ର ସତ୍ୟ? ନାଇଁ, ଆପଣଙ୍କ ଆଖିକି ଯାହା ନ ଦେଖାଯାଏ ସେଇଟା ବି ସତ୍ୟ କେମିତି? ଆଗ ପ୍ରମାଣ କରନ୍ତୁ। ତ ଯଦି ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡୁ କୌଣସି ପ୍ରକାର ନବୀନ ପଟ୍ଟନାୟକ ବା ତାଙ୍କ ଦଳ ବାବଦରେ କିଛି ଯଦି ବିଦ୍ରୋହାତ୍ମକ କାର୍ଯ୍ୟକୃତି କଣ କରିଛନ୍ତି, ଆପଣ ତାକୁ ସାମ୍ନାରେ ଆଣିଲେ ସମସ୍ତେ ଜାଣିବେ ପ୍ରକୃତରେ ବିଦ୍ରୋହ କରିଛନ୍ତି, ଇଏ ତାଙ୍କ ବିରୁଦ୍ଧରେ ଯାହା ଆକ୍ସନ ନେଇଛନ୍ତି ଭଲ। ପ୍ୟାରୀ ମହାପାତ୍ର ବିଦ୍ରୋହ କରିଥିଲେ ବୋଲି ଆପଣ କେମିତି ଜାଣିଲେ? କିଏ? ମୁଁ ତ କହିନି। ସେଇ କଥା ଯେତେବେଳେ ଆପଣ କହିଲେ ସେତେବେଳେ ଓଟିଭି ସେତେବେଳେ କହିଲା ଯେ ଆପଣ ପ୍ୟାରୀ ମହାପାତ୍ର ଏବେ କହୁଛନ୍ତି ହେଇନଥିଲା ଆନ୍ଦୋଳନ। ଶୁଣନ୍ତୁ, ଆପଣ ମାନେ ଯେତେବେଳେ କହିଲେ ସେତେବେଳେ ମୁଁ ସିଧାସଳଖ ପ୍ରକାଶ୍ୟରେ କହିଲି ଇଏ ହଉଛି ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ବିଦା କରିବା ପାଇଁ ନବୀନ ପଟ୍ଟନାୟକର ଗୋଟାଏ ଷଡଯନ୍ତ୍ର। ରାତିରେ ଏମଏଲଏ ମାନେ କାହିଁ ଯାଇଥିଲେ? କିଏ ଯାଇଥିଲା? ସେଇ ତ ମୁଁ ପଚାରୁଛି। ଖାଲି ସେତିକି ନୁହେଁ ଆଜ୍ଞା, ମୁଁ ସେଦିନ ରାତିରେ ଅପେକ୍ଷା କରି ବସିଥିଲି କୋଉ ଟେଲିଭିଜନ କ୍ୟାମେରା ଦେଖଉଛି କେତେ ବିଧାୟକ ଯାଇଛନ୍ତି ପ୍ୟାରୀମୋହନ ମହାପାତ୍ର। ଦେଖୁନଥିଲେ ଜଣେ ପରେ ଜଣେ ବିଧାୟକ? ମୁଁ ବଡଗିରି କହିବି ନୋ। ଖାଲି ସେତିକି ନୁହେଁ, ଆପଣ ମାନେ ଆହୁରି କଣ କହିଲେ ନା ସହରର ଗୋଟେ ବଡ ହୋଟେଲରେ ପ୍ୟାରୀମୋହନ ମହାପାତ୍ର 60ଟି ରୁମ୍ ବୁକ୍ କରିକିରି ବିଧାୟକ ମାନଙ୍କୁ ସେଠି ରଖିଛନ୍ତି। ସେମାନେ ଗଭର୍ଣ୍ଣର ହାଉସକୁ ଯିବେ ଏବଂ ତାଙ୍କର ମେଜରିଟି ସେଠି ପ୍ରମାଣିତ କରିବା ପାଇଁ ଯିବେ, ତାଙ୍କୁ ବନ୍ଦୀ କରିକି ଅଲମୋଷ୍ଟ ରଖିଛନ୍ତି। ଆଜ୍ଞା ସୁଧୁ ଯାହା ମିଛ, ଏକଦମ ଆବସଲ୍ୟୁଟଲି ହୋଟେଲ ରୁମ୍ କଥା ମିଛ ପ୍ରମାଣିତ ହେଲା ଏବଂ ଗଭର୍ଣ୍ଣରଙ୍କୁ ଭେଟିବା ଆପଏଣ୍ଟମେଣ୍ଟ ମଧ୍ୟ ସେ ନେଇନାହାନ୍ତି। କିଛି ନାହିଁ, ଖାଲି ସେତିକି ନୁହେଁ। ତ ପ୍ୟାରୀ ବାବୁ ସେଦିନ ରାତିରେ କହିଦେଇଥିଲେ ଭଲ ହେଇଥାନ୍ତା, ବିଦ୍ରୋହ ନାହିଁ। ସିଏ ଆପଣଙ୍କୁ କାହିଁ କହିଲେନି ବୋଲି ବିଦ୍ରୋହ କରିଛନ୍ତି। ଏଇଟା ଗୋଟେ ସିଏ ବାର୍ତ୍ତା କହିଲି ତମେ ଶୁଣୁଛ କି? ମିଡିଆ ଯୋଉ ସ୍ୱର ଧରିଦେଲା ପ୍ୟାରୀ ବାବୁ କହିଲେ ଆଉ କେହି ଶୁଣିଲେନି। କୋଉଠି କହିଲେ? ପ୍ୟାରୀ ବାବୁ ସେତେବେଳେ ଓଡିଶାରେ ବି କହିଛନ୍ତି ଯେ କହିଛନ୍ତି 2 ଦିନ ପରେ ପ୍ରେସ ମିଟ୍ କଲେ।